सिद्ध मठଠାରେ सिद्ध बाबा त्रिदिवसीय मकर मेला आरंभ। पर्यटन स्थली पाई अंचलवासी दाबी। आनंदपुर केउंझर जिला हाटडी ब्लॉक अंतर्गत पढ़ियारीपल्ली ग्राम पंचायत अधीनस्थ गोबरा पहाड़र शीर्षरे थिबा गिरी गोवर्धन श्री सिद्ध बाबा त्रिदिवसीय वार्षिक मकर मेला आरंभ होई जायछि। ଏହି ଅବସରରେ ପଡ଼ିଆରୀପଲ୍ଲୀ ଗ୍ରାମର କେତେକ ବରିଷ୍ଠ ଓ ଯୁବକ ଗୋଷ୍ଠୀ ବୃନ୍ଦାବନ ରାଉତ, ଜଗନ୍ନାଥ ପାତ୍ର, ପୂର୍ଣ୍ଣଚନ୍ଦ୍ର ପାତ୍ର, ହରିହର ସାହୁ, ମାର୍କଣ୍ଡ ସାହୁ ଓ ରଣଜିତ ରାଉତ, ପ୍ରମୋଦ କୁମାର ରାଉତ, ଭିକାରୀ ପାତ୍ର, ରିଙ୍କୁ ରାଉତ ଓ ଶାନ୍ତନ ଜେନା ଆଦି ବ୍ୟକ୍ତିମାନଙ୍କ ଦ୍ୱାରା ଶ୍ରୀ ସିଦ୍ଧ ବାବା ଓ ଶ୍ରୀ ରାମଚନ୍ଦ୍ର ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ରାମଚରିତ ମାନସ ପାରାୟଣ ବିଶିଷ୍ଟ ପଣ୍ଡିତମାନଙ୍କ ଦ୍ୱାରା ପାଠ ଆରମ୍ଭ କରାଯାଇଥିଲା। ଏହି ଅବସରରେ ଦୂରଦୂରାନ୍ତରୁ ହଜାର ହଜାର ଭକ୍ତମାନଙ୍କ ସମାଗମ ଥିବା ବେଳେ ସିଦ୍ଧ ମଠର କିମ୍ବଦନ୍ତୀ ଏକ ଐତିହ୍ୟ। ଏଠାରେ ପୁରାତନ ସମୟରେ ସାଧୁ ସନ୍ଥଙ୍କ ତପସ୍ୟାର ବାବା ଗିରି ଗୋବର୍ଦ୍ଧନ ଅନ୍ୟତମ। ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ସଂଗଠନ ଏସିବି ଫାଉଣ୍ଡେସନ କାହାଳିଆ ଗଢିଆ ତରଫରୁ ପ୍ରସାଦ ସେବନ ଓ ପାନୀୟ ଜଳ ବଣ୍ଟନ ବ୍ୟବସ୍ଥା କରାଯାଇଥିଲା। ଏହି ଏସିବି ଫାଉଣ୍ଡେସନ କାହାଳିଆ ଗଢିଆର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଅଲେଖ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଉପଦେଷ୍ଟା ଅର୍ଜୁନ ଚରଣ ଶତପଥୀ, କର୍ମକର୍ତ୍ତା ଯଥା ଆନନ୍ଦ ଚନ୍ଦ୍ର ରାଉତ, ପରଶୁରାମ ରାଉତ, ଗୋପୀନାଥ ପାଢୀ ଓ ସୁରେନ୍ଦ୍ର କୁମାର ବେହେରା ଆଦି ସହଯୋଗ କରିଥିଲେ। ଶାନ୍ତି ଶୃଙ୍ଖଳା ଓ ଧାଡି ସହକାରେ ଭକ୍ତମାନେ ସିଦ୍ଧବାବା ଓ ଶ୍ରୀ ରାମଚନ୍ଦ୍ର ମହାପ୍ରଭୁଙ୍କୁ ଦର୍ଶନ କରି ପ୍ରସାଦ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିବା ବେଳେ ଉକ୍ତ ମେଳାରେ ବିଭିନ୍ନ ପ୍ରକାର ଦୋକାନ ବଜାର ବସିଥିଲା। ଏକ ସୁନ୍ଦର ମଞ୍ଚ କରାଯାଇ କୁନି କୁନି କଳାକାର ମାନେ ସଙ୍ଗୀତ, ନୃତ୍ୟ ଓ କମେଡି ମାନ ପରିବେଷଣ କରିଥିଲେ। ପଡ଼ିଆରୀପଲ୍ଲୀ ଏ ସିଦ୍ଧ ମଠ ଆମର ଦୀର୍ଘ ଦିନର ମଠ। ଏଠି ବାବା ସବୁ ରହୁଥିଲେ, ଆମର ସିଦ୍ଧେଶ୍ୱର ବାବା ଯେଉଁ ରହୁଥିଲେ ତାଙ୍କ ବହୁତ ପ୍ରତାପ ଥିଲା। ସେଇ ତାଙ୍କର ଇଏରେ ବର୍ତ୍ତମାନ ଏଠି ଆମର ବହୁତ ଦିନରୁ ମାନେ ମକର ମେଳା ହେଉଛି କିନ୍ତୁ ଆମର ଟିକେ ସହଯୋଗ ହେଇପାରୁନାହିଁ। ଏଇଟା ଗୋଟେ ଆମର ପର୍ଯ୍ୟଟନ ସ୍ଥଳ। ଆମର ଇଏ ଆସିଥିଲା, ଆମର ଯେଉଁ ପର୍ଯ୍ୟଟନ ମନ୍ତ୍ରୀ ବି ଆସିଥିଲେ, ତା ଏଠି ସବୁ ଦେଖିକି ଯାଇଛନ୍ତି। ଆମେ ଚାହୁଁଛୁ ଆମ ଗ୍ରାମବାସୀ ତରଫରୁ ଟିକେ ୟାର ଉନ୍ନତିକରଣ କରିବା ପାଇଁ ଆମେ ସରକାରଙ୍କ ପାଖରେ ଅନୁରୋଧ କରୁଛୁ। ଏବଂ ଯେଉଁମାନେ ସବୁ ବଡ଼ ବଡ଼ ଲୋକ ବି ଅଛନ୍ତି, ଯେଉଁମାନେ ଏଠାରେ ଇଏ କରିପାରିବେ, ଯଦି ୟାର ଟିକେ ଉନ୍ନତିମୂଳକ କାମ ହେଇଯାଆନ୍ତା ତାହେଲେ ଆଗକୁ ଆମର ଭଲ ଡେଭଲପମେଣ୍ଟ ହୁଅନ୍ତା ଏବଂ ଲୋକର ସମାଗମ ଭଲ ହୁଅନ୍ତା। ଆମର ମକଣାରେ ହଜାର ହଜାର ଲୋକ ବି ଆସୁଛନ୍ତି ଏବଂ ଅନ୍ୟ ରଜରେ ଆସୁଛନ୍ତି। ଦୁଇ ତିନିଟା ଆମର ସେ ଟାଇମ୍ରେ ସେ ଲୋକ ଆସିକି ଭିଡ଼ ଜମାଉଛନ୍ତି। ତେଣୁ ୟାର ଟିକେ ଉନ୍ନତି ପାଇଁ ଆମେ ଗ୍ରାମ ତରଫରୁ, ପଞ୍ଚାୟତ ତରଫରୁ ଆମେ ଅନୁରୋଧ କରୁ ସରକାରଙ୍କୁ ଏଠି ଆସି ଟିକେ କିଛି ୟାର ଉନ୍ନତିମୂଳକ କାମ କଲେ ଆମେ ସମସ୍ତେ ଖୁସି ହେବୁ। ବହୁ ପ୍ରାଚୀନ ଅନୁଷ୍ଠାନ। ସରକାର ବିଭିନ୍ନ ଗୋବିନ୍ଦ ମୁଣ୍ଡା MP ଥିଲେ, ଜୟଦେବ ଜେନା ମନ୍ତ୍ରୀ ଥିଲେ, ସମସ୍ତେ ଆସିଛନ୍ତି, ତାଙ୍କର ସଭା କରିଛନ୍ତି, ପ୍ରତିଶ୍ରୁତି ଦେଇଛନ୍ତି, ଯାଇଛନ୍ତି। ଏପର୍ଯ୍ୟନ୍ତ ସରକାରଙ୍କ ଦୃଷ୍ଟି ଏହା ପ୍ରତି ପଡ଼ିନି। ଏଠି ବିଜୁଳି ସମସ୍ୟା, ପାଣି ସମସ୍ୟା, ଦୁନିଆ ସମସ୍ୟା। ଲୋକମାନେ ବର୍ଷ ସାରା ଆସନ୍ତି କିନ୍ତୁ ଡିସେମ୍ବର ମାସରେ, ଡିସେମ୍ବର ଠାରୁ ଫେବୃଆରୀ ପର୍ଯ୍ୟନ୍ତ ପ୍ରବଳ ମାତ୍ରାରେ ଭିଡ଼ ହୁଏ। ଶହ ଶହ ପିକନିକ୍ ପାର୍ଟି, ଫ୍ୟାମିଲି ପାର୍ଟି ମଧ୍ୟ ଆସନ୍ତି। ଏଠି ଲୋକଙ୍କର ଗୋଟେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭିତରେ ଯେଉଁ ଦୀର୍ଘ ଦିନର ସିଦ୍ଧ ବାବାଙ୍କୁ ଭକ୍ତି ରହିଛି। ଆମର କେଉଁଝରରେ ଗୋଟେ ସିଦ୍ଧ ମଠ ଅଛି, ଏଠି ମଧ୍ୟ ଆମର ଇଏ ସିଦ୍ଧ ମଠ ଏଠି କେହି ପ୍ରତିଷ୍ଠା କରିନାହାନ୍ତି। ଏ ସ୍ୱତନ୍ତ୍ର ଭାବରେ ପ୍ରାକୃତିକ ପରିବେଶ ଭିତରେ ଗୋଟେ ଗୁମ୍ଫା, ଯେଉଁଟାକି ପଥର ସହିତ ପଥର ଯୋଡ଼ି ହେଇକି ବିରାଟ ଗୁମ୍ଫା ତିଆରି ହେଇଛି। ଏହାର ଅନେକ କିମ୍ବଦନ୍ତୀ ଅଛି। ମୁଁ ଆଶା କରୁଛି ଏଇ ମାନେ এই ମିଡ଼ିଆ ମାଧ୍ୟମରେ ସରକାରକୁ ଅନୁରୋଧ କରିବି ଟିକେ ଦୃଷ୍ଟି ଦେବେ। ପର୍ଯ୍ୟଟନ ବିଭାଗ ପକ୍ଷରୁ ଏଠିକି ଆସିଥିଲେ, ପରିଦର୍ଶନ କରିଥିଲେ, ରିପୋର୍ଟ କରିଥିଲେ। आनंदपुर निर्मल चंद्र रावणଙ୍କ ସହ ରଞ୍ଜିତ କୁମାର ଭୂୟାଙ୍କ ରିପୋର୍ଟ, ନିରପେକ୍ଷ ନ୍ୟୁଜ।